ଯୋଉଥିପାଇଁ ଜଣେ ଦରମା ନବ, ଯୋଉଥିପାଇଁ ଜଣେ ଭତ୍ତା ନବ, ସେ ତାର କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିବା ଦରକାର। ଯଦି ସୁଚାରୁ ରୂପେ ପାଳନ କରିବ ଏବଂ ସମସ୍ତେ ଯଦି ସୁଚାରୁ ରୂପେ ପାଳନ କରିବେ, ତାହେଲେ ଏ ପ୍ରଶ୍ନର ଅସଂଖ୍ୟ ପ୍ରଶ୍ନ ଜନସାଧାରଣ ଉଠାଉଛନ୍ତି ତାର ସମାଧାନ ହେଇପାରିବ। ମୋର ଗୋଟେ ଆହ୍ୱାନ ରହିବ, ଏହା ଉପରେ ତ ଆପଣ ମାନଙ୍କର ଖବର କାଗଜ, ଇଲେକ୍ଟ୍ରୋନିକ ମିडिଆ, ୱେବ ଚ୍ୟାନେଲ ମାନେ ଡିସ୍କସନ କରୁଛନ୍ତି, ବହୁ ଲୋକ ମତାମତ ଦଉଛନ୍ତି, ତାହା ବର୍ତ୍ତମାନ ଲୋକମାନଙ୍କର ଚର୍ଚ୍ଚାରେ ଅଛି। ଲୋକମାନେ ଯୋଉ ଦୃଷ୍ଟିକୋଣ ଦେଖିବା କଥା ଦେଖୁଛନ୍ତି, ଚର୍ଚ୍ଚା ବି କରୁଛନ୍ତି, ମୁଁ ସେ ଭିତରକୁ ଯାଉନି। ମୋର କିନ୍ତୁ ଗୋଟେ ଆହ୍ୱାନ ରହିବ ଯେ ଜଣେ ନିର୍ବାଚିତ ପ୍ରତିନିଧିକୁ ଯୋଉ ଦରମା ଦିଆଯାଉଛି ବା ଅନ୍ୟାନ୍ୟ ଭତ୍ତା ଦିଆଯାଉଛି, ଦରମା ତ 98,000 ନା କଣ ହେଇଛି ଏବଂ ତା ସେଥିରେ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ଦିଆଯାଉଛି, ଦବାର କାରଣଟା କଣ? ଯୋଉଥିପାଇଁ ଜଣେ ଦରମା ନବ, ଯୋଉଥିପାଇଁ ଜଣେ ଭତ୍ତା ନବ, ସେ ତାର କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିବା ଦରକାର। ଯଦି ସୁଚାରୁ ରୂପେ ପାଳନ କରିବ ଏବଂ ସମସ୍ତେ ଯଦି ସୁଚାରୁ ରୂପେ ପାଳନ କରିବେ, ତାହେଲେ ଏ ପ୍ରଶ୍ନର ଅସଂଖ୍ୟ ପ୍ରଶ୍ନ ଜନସାଧାରଣ ଉଠାଉଛନ୍ତି ତାର ସମାଧାନ ହେଇପାରିବ। ଯଦି ମୁଁ ଦରମା ପ୍ରାପ୍ତ ହଉଥିବି ଏବଂ ମୋର କର୍ତ୍ତବ୍ୟ ନିଭଉନଥିବି, ତାହେଲେ ଲକ୍ଷ ଲକ୍ଷ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ଆପଣଙ୍କର ଲକ୍ଷେ 344 ଘର ସାଂକ୍ସନ ହେଲା, 4,000 ଘର କମ୍ପ୍ଲିଟ ହେଲା। ସେଥିରେ ସରକାର ଗୋଟେ ବ୍ୟବସ୍ଥା କରିଛନ୍ତି ଯେ 4 ମାସ ଭିତରେ ଘର କମ୍ପ୍ଲିଟ କରିବ ତାକୁ ଇନସେଣ୍ଟିଭ ଦିଆଯିବ 20,000 ଟଙ୍କା, ଯେ 6 ମାସ ଭିତରେ କରିବ 10,000 ଟଙ୍କା। ତାହେଲେ ସରକାରଙ୍କ ଏଇ ଅଫରକୁ ଲୋକ ଗ୍ରହଣ କାହିଁ କରୁନାହାନ୍ତି? ଏଇଥିପାଇଁ ଗ୍ରହଣ କରୁନାହାନ୍ତି, ଯାହାର ଘର ଦରକାର ତାକୁ ସେମାନଙ୍କୁ ଦିଆହେଇନାହିଁ, ଯାହାର ଘର ଦରକାର ସେଇମାନଙ୍କୁ ଏମାନେ ଦେଇନାହାନ୍ତି। ତାଙ୍କ ଦଳର ଯୋଉମାନେ ସଦସ୍ୟ ତାଙ୍କୁ ଦେଇଛନ୍ତି, ଯେହେତୁ ସେଇ ସଦସ୍ୟ ମାନଙ୍କର ହୁଏତ ଘର ଥାଇପାରେ ଆଉ ଘର ଆବଶ୍ୟକତା ନ ହେଇଥାଇପାରେ, ତେଣୁ କରୁନଥାଇପାରନ୍ତି। ଯଦି ସରକାର ପଇସା ଦଉଛନ୍ତି, ସରକାର ମଧ୍ୟ ଘର କେମିତି କମ୍ପ୍ଲିଟ ହବ ସେଇଥିପାଇଁ ମନିଟରିଂ କରିବା ଦରକାର, ସେଇଥିପାଇଁ ସେମାନେ ତତ୍ପରତା ପ୍ରକାଶ କରିବା ଦରକାର। ଯୋଉଟା କି ଯେତେବେଳେ ମୁଁ ପଞ୍ଚାୟତ ମନ୍ତ୍ରୀ ଥିଲି ସେତେବେଳେ ପିଛିଲା ଘର ବାକି ଥିଲା, ଆମେ 1-2 ବର୍ଷ ଭିତରେ 10 ଲକ୍ଷ ଘର କମ୍ପ୍ଲିଟ କରିଥିଲୁ। ଏଇ ଯୋଉ 20,000 ଟଙ୍କା 10,000 ଟଙ୍କା ସେତେବେଳେ ଆମେ ଇଣ୍ଟ୍ରୋଡ୍ୟୁସ କରିଥିଲୁ। ଲଗାତାର ପ୍ରତି ସପ୍ତାହରେ ଆମେ ମନିଟରିଂ କରୁଥିଲୁ। ଇଏ କରୁଛନ୍ତି, ଲୋକ କରୁନାହାନ୍ତି, ଆମେ କହିବୁ ସରକାର କରୁନାହାନ୍ତି। ତମେ ଯଦି ସ୍ୱଚ୍ଛ ଏବଂ ଟ୍ରାନ୍ସପାରେନ୍ସି ମେଣ୍ଟେନ କରିକି ଯୋଉ ଲୋକ ପାଇବା ହକଦାର ତାକୁ ଦେଇଥାନ୍ତ, ଯାହାର ଘର ନାହିଁ ରହିବ, ସେ ତ ବହୁତ ଶୀଘ୍ର ମାନେ ବାଇଆ ହେଇକି କରିଦେଇଥାନ୍ତା। ଏମାନେ ଭୁଲ କରିଛନ୍ତି। ତ ଦେଖିଛି ଖଣି ଉପରେ ମୋର ଯୋଉ ରିସର୍ଚ୍ଚ ଚାଲିଛି, ସେ ରିସର୍ଚ୍ଚ ଯୋଉଦିନ ଆସିବ ସେଦିନ ଜାଣିବେ ଓଡ଼ିଶାରେ ଖଣିଜ ସମ୍ପଦ ଭରପୁର ହେଇକି ଥିଲାବେଳେ ତାର ଉଚିତ ବ୍ୟବହାର ଯଦି ହଉନଥିବ ବା ହେଇନଥିବ ବା ହଉନଥିବ, ତାହେଲେ ଓଡ଼ିଶା ଆହୁରି ଦୁର୍ଗତି ଆଡ଼କୁ ଯିବ। ତେଣୁ ତାପରେ ମୋର ଷ୍ଟଡି ଚାଲିଛି, ଆପଣଙ୍କୁ ପରବର୍ତ୍ତୀ ସମୟ। ଏଇଟା ଗୋଟେ ହଉଛି ଟିପ୍ ଅଫ୍ ଆଇସବର୍ଗ, ମାନେ ବିଶାଳ ବରଫ ପାହାଡ଼ ସମୁଦ୍ର ତଳେ ଯୋଉ ଲୁଚିକି ଅଛି, ତାର ଅଗଟା ଯେତିକି ଦେଖା ହଉଛି ଏଇଟା ସେତିକି। ତାକୁ ମଧ୍ୟ କଲେକ୍ସନ କରିବାକୁ ସରକାର ସକ୍ଷମ ନୁହନ୍ତି। ଦଳର ନେତୃବୃନ୍ଦ ବସିକି ତାକୁ ନିଷ୍ପତ୍ତି କରିବେ। ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ ଏବଂ ସବୁ ବର୍ଷ ମଧ୍ୟ ପାଳନ କରାଯାଉଛି। ଏ ବର୍ଷ କୋଉ ଭଳି କରାଯିବ ସେଇଟା ମାନ୍ୟବର ସଭାପତିଙ୍କର ନିର୍ଦ୍ଦେଶକୁ ଆମେ ଅପେକ୍ଷା କରୁଛୁ।